और ଆଜ୍ଞା ଏଥିରେ କୌଣସି ଦୁଇମତ ନାହିଁ, କୌଣସି ପ୍ରକାର ସନ୍ଦେହ ନାହିଁ କି ମୁଁ ଯାହା ଆରମ୍ଭରୁ ବି କହିଥିଲି ଆଜି ବି ସେଥିରେ ଷ୍ଟ୍ରଙ୍ଗଲି ଛିଡା ହଉଛି। ହ୍ୟୁମାନ ସାଗରଙ୍କର ଯୋଉ ଯାହାକୁ ଆପଣ ଅନେକ ଅନେକ ଜଣ କହିଦଉଛନ୍ତି କି ନାଇଁ ଗୋଟେ ହେଲ୍ଥ ଇସ୍ୟୁଜ ଜେନେରେଟେଡ ମାନେ ଯୋଉ ଡେଥଟା ହେଲା, ବଟ୍ ତା କାରଣ କଣ, କୋଉଥିପାଇଁ ସେ ଷ୍ଟେଜରେ ପହଞ୍ଚିଲେ, କଣ କଣ ସେ ଗତି କରିକି ଆସିଥିଲେ, କଣ କଣ ସବୁ ସେ ସାମ୍ନା କରିଥିଲେ, କୋଉମାନେ ବି ଇନଭଲ୍ଭ। ଆଣ୍ଡ ମୋର ପୁରା ବିଶ୍ୱାସ ଅଛି ତାଙ୍କ ମା ଯୋଉଭଳି ଭାବରେ ସାହସ ବାନ୍ଧିକି ସମସ୍ତଙ୍କର ଭଲ ପାଇବା ସମସ୍ତଙ୍କର କହିବା ଯୋଗୁରୁ ସେ ନିଜ ଭିତରେ ସେ ସାହସ ବି ଆଣିପାରିଲେ ଏବଂ ଯୋଉ ଏଫଆଇଆର ଟି କଲେ ତା ବିରୁଦ୍ଧରେ ଅବିକା କାର୍ଯ୍ୟାନୁଷ୍ଠାନ ହେଉଛି ସମସ୍ତଙ୍କ ଯୋଉମାନେ ସବୁ ତା ଦେହରେ ଲିପ୍ତ ଅଛନ୍ତି। ଆଣ୍ଡ ଆଇ ବିଲିଭ ଯୋଉମାନେ ଦୋଷୀ ସେମାନେ ନିଶ୍ଚିତ ଭାବରେ ଧରା ପଡିବେ। ହ୍ୟୁମାନଙ୍କର ଆତ୍ମା ଶାନ୍ତି ସବୁବେଳେ ପାଇକି ରହିଥାଉ ଏବଂ ହ୍ୟୁମାନ ପ୍ରେମୀ ଯୋଉମାନେ ଆମେ ତାକୁ ଯୋଉମାନେ ଭଲ ପାଉଛୁ, ଯୋଉମାନେ ତାଠୁ ଭଲ ପାଇବା ପାଇଛୁ ଏତେ, ତ ଆମେ ମାନେ ତାକୁ ତ ଭୁଲି ପାରିବାନି। କିନ୍ତୁ ଏଭଳି ଇନସିଡେଣ୍ଟ କାହା ସାଙ୍ଗରେ କେବେ ଆଗକୁ ନ ହଉ ସେଥିପାଇଁ କି ସମସ୍ତେ ଆମେ ସତର୍କ ରହିବା ବି ଜରୁରୀ। ଅନେକ ଅନେକ ଜିନିଷ ଆଶଙ୍କା ନିଶ୍ଚିତ ଭାବରେ କରୁଛୁ ଏବଂ କିଛିଟା ଜିନିଷ ଶୁଣିବାକୁ ଯେତେବେଳେ ପାଇଲୁ ପ୍ରୁଫ ସହିତ ବି ଦେଖିବାକୁ ଯେତେବେଳେ ପାଉଛୁ, ସୋ ପୁଲିସ ଅବିକା ବହୁତ ଷ୍ଟ୍ରଙ୍ଗଲି କାର୍ଯ୍ୟାନୁଷ୍ଠାନ ନେଉଛି ତା ବିରୁଦ୍ଧରେ ଏବଂ ମାननीय ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଡାଇରେକ୍ଟଲି ମାନେ ମୋ ସାମ୍ନାରେ ମୋ ପଛରେ ନୁହଁ ମୁଁ କି ମିଛ କହିବି ବୋଲି ଅନେକ ସିଏମ ସାର୍ ମୋହନ ମାଝୀ ସାର୍ ମୋ ସାମ୍ନାରେ ନିଜେ କଥାବାର୍ତ୍ତା ହେଇଥିଲେ। ତାଙ୍କ ଅଫିସରୁ ଷ୍ଟ୍ରେଟ୍ ଡାଇରେକ୍ସନ ଯାଇଛି କି ଦେयर ହାଜ ଟୁ ବି नो ଭାୟୋଲେସନ ଇନ ଇନଭେଷ୍ଟିଗେଟିଂ ପ୍ରୋସେସ, କାହାର ଇଣ୍ଟରଫିୟରେନ୍ସ ରହିବ ନାହିଁ। पुलिस निरपेक्ष भाव तदंत करिब, जहाँ जहाँ दरकार जो जो जिनस को माने बाउंड्री भीतर को आनिकी ता पछर सत्यता। अच्छे टमाटर होंगे पार, दागदार हो गए बाहर, ज्यादा पकने वालों की हो गई हार। ताजा रसीले प्राइम का दावेदार प्राइम टमेटो केचप, फ्रेश एंड प्योर।